ମୋ ନା ପ୍ରମୋଦ ଜେନା। ଘରେ କ'ଣ ଓନର କ'ଣ ଘଟଣା ହେଉଥିଲା? ଚୋରି ହେଇଯାଇଛି ଘରୁ ସବୁ ଜିନିଷ କିଛି ନାହିଁ। କେମିତି କ'ଣ ହେଇଛି? ଆମେ ତ 11ଟା ପରେ ଘରେ ଯାଇ ଖାଇ ପିଇ ଶୋଇଲେ, ଘରେ କେହି ନଥିଲେ, ପୁଅ ବୋଉ କେହି ନାହାନ୍ତି। ଆଉ ତାପରେ ସକାଳୁ ଖୋଲି ଦେଖିଲା ବେଳକୁ ଗଡରେଜ ଭଙ୍ଗା ହେଇଛି, ଝରକା ଗ୍ରିଲ୍ ତଡ଼ା ହେଇଛି। ମାନେ ଆପଣ ନଥିଲେ ଘରେ? ନା ଏ ଘରେ କେହି ଶୁଣୁଥିଲେ, ତା ପାଖ ଘରେ ଶୋଇଥିଲେ। କିଛି ସାଉଣ୍ଡ କି ଅବସ୍ଥା? କିଛି ନାହିଁ। ଆଉ କ'ଣ କ'ଣ କେତେ ଜିନିଷ ହେଇଛି? ସୁନା ଜିନିଷ ଯାଇଛି 3ଟା ହାର, 2ଟା ଚେନ୍, କାନର 5 ହଳ, ଆଉ ମୁଦି 5-6ଟା, ଆଉ ପାଉଚ୍ 5 ହଳ, ଅଣ୍ଟା ସୂତା ଗୋଟେ ନଗଦ କ୍ୟାସ୍ ଯାଇଛି। ନଗଦ କେସ୍ ହେଇଛି? ହଁ ପ୍ରାୟ ଲକ୍ଷ ପାଖାପାଖି ଯାଇଛି। ଏତେ ଟଙ୍କା ଆପଣ ଘରେ ରଖିଥିଲେ କ'ଣ? ଏଇ ଘରେ ରଖିଦେଲେ କ'ଣ, ଲୋକ ତ 5 ଲକ୍ଷ 10 ଲକ୍ଷ ରଖୁଛନ୍ତି। ଆମେ ତ କୁଆଡ଼ୁ କେମିତି 500 300 1000 କିଏ ଦେଲା ସେ ଝିଅ ପାଇଁ, ସେ ତାକୁ ସେ ଭିତରେ ରଖିଥିଲା ସେ ବୋଉ। ନାଇଁ କ'ଣ କହିଲେ? ଅନୁଷ୍ଠାନିକ କାର୍ଯ୍ୟ କିଛି ହେଇଥାନ୍ତା ବୋଧେ? ହଁ ଏବେ ବିବାହ ହେଇଥାନ୍ତା, ବିବାହ ଅଛି ଆଗକୁ। ମାନେ ପୋଲିସ ଜଣେଇଛନ୍ତି? ହଁ ପୋଲିସ ଜଣାଇଛି। କେତେ ଦୂର ଆଶା ରଖିଛନ୍ତି? ଆଶା ରଖିଛୁ ଜିନିଷ ମିଳିଯିବ। ଆଜ୍ଞା ପୋଲିସ ଠିକ୍ ଇଏ କଲେ ଆମ ପଇସାଟା ମିଳିଯିବ, ଜିନିଷ ପତ୍ର ମିଳିଯିବ। ପୋଲିସ ଠିକ୍ କରୁଛନ୍ତି? ହଁ ଠିକ୍ କରୁଛନ୍ତି ତାଙ୍କର ପ୍ରପର ଇନଭେଷ୍ଟିଗେସନ୍ ହେଉଛି। ଡଗ୍ ସ୍କ୍ୱାଡ୍ ବି ଆସିଥିଲେ, ସବୁ ଠିକ୍ଠାକ୍ ହେଇଯାଇଛି। ତାହେଲେ ଆପଣଙ୍କ ଆଶା ଅଛି ଜିନିଷ? ଆଜ୍ଞା ଆମର ଆଶା ଯେହେତୁ ଆମେ ଜିନିଷ ପାଇଯିବୁ। ବାସନ୍ତୀ ଜେନା। କ'ଣ ହେଇଥିଲା ଯେ ପୋଲିସ କ'ଣ ଘର ଚୋରି ହେଇଯାଇଛି। କ'ଣ ଚୋରି? 3ଟା ହାର, 2ଟା ଚେନ୍, କାନର 5 ହଳ, ପାଉଁଜି 5 ହଳ, ଆଉ ଲକେଟ୍ 2ଟା, ମୁଦି 6ଟା, ଆଉ ଏଇ ଯେଉଁ ଅଣ୍ଟାରେ ଯେଉଁ ଲଗାନ୍ତି ଚାବି ରୂପାର, ଆଉ ନଗଦ କ୍ୟାସ୍ ଲକ୍ଷେ, କ୍ୟାସ୍ ଲକ୍ଷେ। ଅନୁମାନିକ କେତେ ଟଙ୍କା ହେବ ବୋଲି ଭାବୁଛନ୍ତି? 25 ଲକ୍ଷ ପରେ ହେବ। ଘରେ ରଖିଥିଲୁ, ଏମିତି ରହେ ଘରେ, ଆମେ କ'ଣ ଜାଣିଛ ଏମିତି ହେବ? କିଛି କାମ ଥିଲା ନା? ହଁ ଆଗକୁ ବି ବାହାର ଥିଲା। କେତେ ରାତିରେ ସବୁ ହେଲାଣି? ଘରେ ସମସ୍ତେ ଥିଲେ ନା ପଳେଇଥିଲେ? ବୋହୂ ପରଦିନ ରାତିରେ ଗାଁକୁ ଯାଇଛି, ପୁଅ କାଲି ରାତିରେ ପିକନିକ୍ ଯାଇଛି। ତାପରେ ତା ମାମୁଁ ଆସିଥିଲେ, ତ ମାମୁଁ ଗୋଟେ ରୁମ୍ରେ ଶୋଇଲେ, ମୁଁ ଗୋଟେ ରୁମ୍ରେ ଶୋଇଲି। ସାନ ପୁଅ ଏଇ ଯେଉଁ ଘରୁ ଚୋରି ହେଇଛି ସେ ଘରେ ଶୋଇଥିଲା। ସିଏ ରାତି 11ଟା 12ଟା ହେବ, କହିଲା ମାମା ମୋତେ ଡର ମାଡ଼ୁଛି। ମୁଁ କହିଲି ତାହେଲେ ଚାବି ଦେଇଦେ ଏ ଘରକୁ ଆହାରି। ଆଉ ସେ ଚାବି ଦେଇକି ଲକ୍ କରିଦେଲା, ଲାଇଟ୍ ଲିଭେଇଦେଲା, ଏ ଘରେ ଶୋଇଲୁ। ଆଉ ସକାଳୁ ମୁଁ ଯେତେବେଳେ ଓଳେଇବାକୁ ଗଲି, ତାପରେ ମୁଁ ଦେଖିଲି। କେତେ ରାତି ଲାଷ୍ଟ ପର୍ଯ୍ୟନ୍ତ ପୁଅ ସାଙ୍ଗରେ କଥା ହେଇଥିଲେ? 11ଟା 11:30 ପର୍ଯ୍ୟନ୍ତ ଆମେ ଚାହିଁଛୁ। ଚୋରି କେତେବେଳେ ହେଇଥିବାର ଆପଣ ଅନୁମାନ କରାଯାଉଛି? ସେମିତି କହିପାରିବିନି, ତଥାପି ମୁଁ ଭାବୁଛି ହେଇ 2ଟା 3ଟା ଭିତରେ ଯାଇଥିବ କି 12ଟା, ସେମିତି କହିପାରିବିନି। କହିପାରିବିନି କେତେବେଳେ। କେମିତି କ'ଣ କାଟିକି ଆପଣ ଘର କରିଥିଲେ? ନା ଶବ୍ଦ ଆମେ ଶୁଣିନୁ କିଛି। ମାନେ କ'ଣ କବାଟ ତାକୁ ଇଏ କଲେ ନା ଖୋଲା ରଖିଥିଲେ? ଝରକା ଗ୍ରିଲ୍ ତାଡ଼ିଛନ୍ତି, ବାହାର ପଟେ ଯେଉଁ ଝରକାଟା ଅଛି ସେ ଝରକା ତାଡ଼ିଛନ୍ତି। ହଁ ସେଇପଟେ ପଶିଛନ୍ତି, କିନ୍ତୁ ଯେଉଁ ବାହାର ପଟେ ଯେଉଁ କବାଟ ମୁଁ ଦେଇଥିଲି ତାକୁ ଖୋଲା ହେଇନି, ସେ ଯେମିତି ଦିଆହେଇଛି ସେମିତି। ଆଉ ପୋଲିସ କ'ଣ କରୁଛନ୍ତି? ସେ ଦେଖିକି ତଦନ୍ତ କରିକି ଯାଉଛନ୍ତି। ଆଉ କ'ଣ କରିବେ କି ନ କରିବେ ମୁଁ କେମିତି? ଆପଣଙ୍କର ବିଶ୍ୱାସ ଅଛି ପୋଲିସ ଆପଣଙ୍କୁ ଦେଇଦେବ ଜିନିଷ? ସେ ଯଦି ପ୍ରକୃତ ସଠିକ ତଦନ୍ତ କରିବେ ତାହେଲେ ଜିନିଷ ମିଳିବ, ଯଦି ନ କରିବେ ମିଳିବ ଜିନିଷ କେଉଁଠୁ? ନାଇଁ ଆପଣ କାହା ଉପରେ ସନ୍ଦେହ ମୁଁ ଏଠି କାହା ଉପରେ ମୁଁ କରିପାରିବିନି। ଆମେ ତ ଏଠି ଭଡ଼ାଟିଆ ସବୁ ରହିଲେ, ଆଉ ସନ୍ଦେହ କାହାକୁ କରିବି? ସୁବ୍ରତ ଜେନା। ଘଟଣା ଆମେ କାଲି ରାତିରେ ଶୋଇଥିଲୁ ଯେଉଁ ରୁମ୍ରେ ଆମର ଚୋରି ହେଇଛି। ମୁଁ ତାଙ୍କ ପୁଅ ହେବି। ଚୋରି ହେଇଯାଇଛି ଆମ ଘରେ। ଜିନିଷ ଯାଇଛି ଆମର 3ଟା ହାର ଯାଇଛି, 2ଟା ଚେନ୍ ଯାଇଛି, 5 ହଳ କାନଫୁଲ ଯାଇଛି, ଆଉ 6 ହଳ ଯାଇଛି ପାଉଁଜି। ଆଉ ଆମ ଛୋଟ ଝିଅର ଯାଇଛି, ତାର ମିଳିଥିଲା ଆମର ତାର 21କୁ
ଯେଉଁ କ'ଣ ସେଇଟା କହନ୍ତି ପଦକରୁ ଦୁଇଟା ଯାଇଛି, ଏମିତି ସବୁ ଜିନିଷ ଯାଇଛି। ଆପଣ ନଥିଲେ ଘରେ ଆମେ ଥିଲୁ, ଅଲଗା ରୁମ୍ରେ ଶୋଇଥିଲୁ। ଚୋରି କଲା ସାଉଣ୍ଡ ଆସିଥିଲା ସାଉଣ୍ଡ କିଛି ସାର୍ ଆସିନଥିଲା। ଏଇଟା ଆମର ରାସ୍ତା କର ଘରଟା, ରୋଡ଼ ସାଇଡ଼ ଘରଟା, ତା ଡୋର୍ ବି ରୋଡ଼ ପଟକୁ ହିଁ ରହୁଛି। ଆମେ ଘରେ ଥିଲୁ, ଆମ ଘରେ ଆମେ 4 ଜଣ ଥିଲୁ, ବାବା ମାମା ମୁଁ ମୋ ମାମୁଁ। 2ଟା ରୁମ୍ରେ ଆମେ ଶୋଇଥିଲୁ। ଏଇଟା ଯେଉଁ ଚୋରି ହେଲା ଏଇଟା ହେଉଛି 3ଟା ରୁମ୍। ଏଇ ରୁମ୍ରେ କେହି ନଥିଲେ, ଖାଲି ଏଇ ରୁମ୍ରେ କେହି ନଥିଲେ। ଆଚ୍ଛା ରୁମ୍ ଯେତେବେଳେ ଗ୍ରିଲ୍ ତଡ଼ା ହେଲା ବା ଯେତେବେଳେ ଗଡରେଜ୍ଟା ଭଙ୍ଗା ହେଇଛି ସେତେବେଳେ ସାଉଣ୍ଡ ଆସିଥିଲା ନା? କିଛି ସାଉଣ୍ଡ ଆସିନି, କିଛି ସାଉଣ୍ଡ ଆସିନି। କିଛି ତାର ସେ ଗ୍ରିଲ୍ରୁ ତାର ନଟ୍ ପେଚ ସିଷ୍ଟମ୍ ତାକୁ ଖୋଲିକି ନେଇଗଲେ। ବର୍ତ୍ତମାନ ଆପଣ ପୋଲିସକୁ ଅଭିଯୋଗ କରିଛନ୍ତି? ଇନଫର୍ମେସନ୍ ଦିଆହେଇଥିଲା, ସକାଳେ ସେ ଆସିଥିଲେ। ପୋଲିସ କ'ଣ କରୁଛନ୍ତି? ପୋଲିସ କହୁଛନ୍ତି ଆମେ ଧରିବୁ ବୋଲି, ପଚାରୁଛନ୍ତି କିଏ ନେଇଛନ୍ତି, କ'ଣ କରୁଛନ୍ତି। ଆପଣଙ୍କର କ'ଣ ସନ୍ଦେହ? ଲୋକାଲ୍ ପିଲା, ଏଇ ପାଖାପାଖି ପିଲା ନେଇଥିଲେ। ଆଗରୁ ପୂର୍ବରୁ ଏଠି ଏରିଆ ଚୋରି ହେଇଥିଲେ? ଚୋରି ଚାରି ଆଟେଣ୍ଡ କରିଛନ୍ତି, ସେ ଗୋଟେ ପାଖାପାଖି ଆଟେଣ୍ଡ କରିଛନ୍ତି, ତ ନେଇପାରିନାହାନ୍ତି। ଆଉ ଏଠି ତ ପ୍ରାୟତଃ ସବୁ ଯେଉଁ ଆମର ପାଉଡ଼ର ଖିଆ ଅଂଶୁଘା ସବୁ ଚୋର ସବୁ ବୁଲୁଛନ୍ତି। ପୋଲିସ ପାଟ୍ରୋଲିଂ କେମିତି କ'ଣ? ନାଇଁ, ଆ ଭିତରେ ସେମିତି ନାହିଁ, ଖାସ୍ କିଛି ନାହିଁ। କେତେ ସୁରକ୍ଷିତ ଅଛନ୍ତି? ସୁରକ୍ଷିତ କ'ଣ, ଆମେ ପ୍ରେଜେଣ୍ଟ ଅବସ୍ଥାରେ ଯାହା ସୁରକ୍ଷିତ, ଆଉ ଅଲଗା ଟାଇମ୍ରେ ଆଉ କିଏ କେତେବେଳେ କାହାକୁ ମାରିଦେବ ନେଇଯିବ ତାର କିଛି ଆଉ ପ୍ରମାଣ ନାହିଁ। ଆଚ୍ଛା, ଆଉ ଗୋଟେ କଥା ହେଉଛି ଯେ ବିଳମ୍ବିତ ରାତିରେ ଯେଉଁ ଚୋରି ହେଲା ସେମାନେ ଲୁହାର ଗ୍ରିଲ୍ ତାଡ଼ିଲେ, ମାନେ ଇଏ ଗଡ଼ରେଜ୍ ଭାଙ୍ଗିଲେ, ସବୁ ସାଉଣ୍ଡ ତ ଯାହା ହେଇଥିବ। କୁକୁର ବି ଆପଣଙ୍କର ଗୋଟେ ଅଛି? ଆମର ଏଇଟା ହେଉଛି, ଆଜ୍ଞା ଶୁଣନ୍ତୁ, ଏଇଟା ହେଉଛି ଆମର ରାତି 2ଟାରୁ ସେପଟ ହେଇଛି। ତା ଭିତରେ ଆମକୁ ସାଉଣ୍ଡ, ଆମ ଶୋଇ ପଡ଼ିଥିଲୁ, ନିଦ ହୋଇଯାଇଥିଲା। ତା ଭିତରେ ଏସବୁ ଜିନିଷ ହେଇଛି। ଏଇଟା ସାଇଲେଣ୍ଟ, ଏଇଟା ବାହାର, ଯଦି ରୁମ୍ ଭିତରେ ଘର ଭିତରେ କ'ଣ ହେଇଥାନ୍ତା ତାହେଲେ ଶୁଭା ଯାଇଥାନ୍ତା। ଏଇଟା ବାହାର ଥିଲା ନା, ଏଇଟା ବାହାର ପଟଟା, ସେଥିପାଇଁ ଆମକୁ ଏଇଟା ବାହାର ପଟକୁ କରିଦେଲେ। ଯଦି ଭିତର ପଟ କ'ଣ କରିଥାନ୍ତା ଆମେ ଶୁଣିପାରିଥାନ୍ତୁ। ଏଇଟା ବାହାର ପଟ ଆମେ ଜାଣିଲୁ, ସକାଳେ ଜାଣିଲୁ, ଆମେ 9:30ରେ ଜାଣିଲୁ, 9ରୁ 9:30 ଭିତରେ। ସେ ଘର ଖୋଲିଲା କି ଆଗ? ଏଇଟା ଆମ ମାମା ଖୋଲିଲା। ସନ୍ଦେହ କାହା ଉପରେ ରହୁଛି ଆପଣ? ସନ୍ଦେହ କିଛି ନାହିଁ, ଆମେ ଲୋକାଲ୍ ପିଲାଙ୍କ ଉପରେ ରହୁଛୁ, ଯେଉଁମାନେ ଏଠି ସବୁ ବୁଲୁଛନ୍ତି, ନିଶାଦ୍ରବ୍ୟ ଖାଉଛନ୍ତି, ଯେଉଁମାନେ ଜାଣିଛନ୍ତି। ଆସିକି ଲୋକାଲ୍ ପିଲା ବା ସ୍ଥାନୀୟ ଯେଉଁମାନେ ଅଛନ୍ତି ନିଶାସକ୍ତ ଯୁବକ ଏଠି କିଛି ହଙ୍ଗାମା କରିଛନ୍ତି? ନାଇଁ, ସେମିତି ହଙ୍ଗାମା କିଛି ନାହିଁ।